ସେ ଆଜି ଚର୍ଦିଆ ବିଜୟନଗର ଏବଂ ଏନ୍ଏସିର 3 ନମ୍ବର ୱାର୍ଡ 11 ନମ୍ବର ୱାର୍ଡରୁ 7 ନମ୍ବର ୱାର୍ଡ 450 ପରିବାର ଏଠି ଆମ ସହିତ ଆଜି ଯୋଗ ଦେଇଛନ୍ତି। ସେମାନଙ୍କୁ ମୁଁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କ ସହଯୋଗ କାରଣରୁ ଭାରତୀୟ ଜନତା ପାର୍ଟି ଚାନ୍ଦବାଲି ବିଧାନସଭାରେ ଶକ୍ତିଶାଳୀ ହେଇଛି, ଏଥିରେ ସନ୍ଦେହ ନାହିଁ। ପୁତୁଲି ଭାଇଙ୍କ ନେତୃତ୍ୱରେ ଆଜି ଯେଭଳି ମିଶ୍ରଣ ପର୍ବ ଏଠି ଅନୁଷ୍ଠିତ ହେଇଛି, ସେ ଏକ ଅଭୂତପୂର୍ବ 2 ଘଣ୍ଟା ବିଳମ୍ବ ପରେ ମଧ୍ୟ ଲୋକ 3 ଘଣ୍ଟା ଧରି ଅପେକ୍ଷା କରିଛନ୍ତି, 3-4 ଘଣ୍ଟା ଧରି, ଏବଂ ବିଳମ୍ବ ହେବା କାରଣରୁ ମୁଁ ଦୁଃଖ ପ୍ରକାଶ କରିବି। ଏବଂ ଇଏ ଓଡ଼ିଶାର ବିଜେଡି ସରକାରର ପତନ ହେବାକୁ ଯାଉଛି, ବିଜେପି ସରକାର ଆସିବାକୁ ଯାଉଛି, ଇଏ ହେଉଛି ତାର ସଚକ୍ଷୁ ପ୍ରମାଣ। ଏବଂ ଏଥିରେ ସାଧାରଣ ଲୋକ ଏଥର ନେତୃତ୍ୱ ନେଉଛନ୍ତି ଗୋଟେ ସରକାର ପରିବର୍ତ୍ତନ ପାଇଁ। ସାଧାରଣ ଲୋକଙ୍କ ନେତୃତ୍ୱରେ ଇଏ ନିର୍ବାଚନ ଲଢ଼ା ହେଉଛି ଏବଂ ଆମ କାର୍ଯ୍ୟକର୍ତ୍ତାମାନେ ଆଜି ଯେଉଁମାନେ ଆମର ସାମିଲ ହେଇଛନ୍ତି ସେମାନେ ସହଯୋଗ କରିବେ। ଏକ ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟ ଶାସନର ଅବସାନ ହେବ। ଓଡ଼ିଶା ଆଗାମୀ ଦିନରେ ବିକଶିତ ଓଡ଼ିଶା ହେବ, ଭାରତ ବିକଶିତ ହେବ, ଓଡ଼ିଶା ବିକଶିତ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆସ୍ଥା ପ୍ରକଟ କରି ସମସ୍ତେ ଆଜି ସାମିଲ ହେଇଛନ୍ତି। ଓଡ଼ିଶାର 2024 ନିର୍ବାଚନ ବିଜେପି 75 ବର୍ଷ ପରେ ଏକାକୀ ସରକାର କରିବ, ଯେଉଁ ସରକାରରେ ସାଧାରଣ ଲୋକଙ୍କର ସରକାର ହେବ, ସାଧାରଣ ଲୋକଙ୍କ ପାଇଁ ସରକାର ହେବ, ସାଧାରଣ ଲୋକଙ୍କ ଦ୍ୱାରା ସରକାର ହେବ। ଏଭଳି ଏକ ଏଥିରେ ସାଧାରଣ ଲୋକ ଆଜି 2100 ଟଙ୍କା ଧାନ ବିକି ପାରୁନାହାନ୍ତି, କଟନୀ ଛଟନୀ ହେଉଛି 31 ଟଙ୍କା ଧାନ ବିକିବେ। ଆଜି ଚିଟଫଣ୍ଡରେ 40 ଲକ୍ଷ ପରିବାର ଯେଭଳି ନିଃସ୍ୱ ହୋଇଛନ୍ତି ସେମାନେ ଟଙ୍କା ଫେରସ୍ତ ଦିଆଯିବ ଏବଂ ସବୁ ଚାଷୀଙ୍କ ପାଇଁ ଜଳସେଚନ ବ୍ୟବସ୍ଥା ହେବ। ଚାଷୀଙ୍କ ରୋଜଗାର ଦ୍ୱିଗୁଣିତ କରିବା ପାଇଁ କୃଷିଭିତ୍ତିକ ଶିଳ୍ପ ହେବ, କୋଲ୍ଡ ଷ୍ଟୋରେଜ ହେବ ଏବଂ ଏ ଅଞ୍ଚଳର ଚାନ୍ଦବାଲି ଧାମରା ଅଞ୍ଚଳରେ ଏକ ଇଣ୍ଡଷ୍ଟ୍ରିଆଲ ହବ୍ ହେବ, ଶିଳ୍ପ ନଗରୀ ହେବ ଏବଂ ଏ ଅଞ୍ଚଳରେ ଷ୍ଟିଲ୍ ପ୍ଲାଣ୍ଟ, ପାୱାର ପ୍ଲାଣ୍ଟ, କେମିକାଲ ଫର୍ଟିଲାଇଜର ପ୍ଲାଣ୍ଟ, ଜାହାଜ କାରଖାନା ଆଣି ପେଟ୍ରୋକେମିକାଲ ଇଣ୍ଡଷ୍ଟ୍ରି ବନ୍ଦ, ବହୁତ କଳକାରଖାନା 5 ବର୍ଷ ସ୍ଥାପିତ ହେବ ଏବଂ ଓଡ଼ିଶାର ଅର୍ଥନୀତି ବଦଳିବ, ପର୍ଯ୍ୟଟନଶୀଳ ବିକାଶ ହେବ। ଏ ଅଞ୍ଚଳରେ ଯେଉଁ କନେକ୍ଟିଭିଟି ତିଆରି ହେଇଛି, ରାସ୍ତାଘାଟ, ରେଲୱେ ଲାଇନ, ଏ ନିଶ୍ଚିତ ଭାବରେ ଚାନ୍ଦବାଲି ଅଞ୍ଚଳରେ ଗୋଟେ ବ୍ୟାପକ ପରିବର୍ତ୍ତନ ଆରମ୍ଭ ହୋଇଛି।